ନେଇଛି କେତେ ଦିନ ଭିତରେ ରିପୋର୍ଟ ଦେବେ କ'ଣ ରହିବ? ଦେଖନ୍ତୁ ତାରିଖ ନିର୍ଦ୍ଧାରଣରେ କିଛି ମାନେ ନାହିଁ। ସ୍ପଷ୍ଟ ଭାବରେ ଯୋଉ ଘଟଣା ଗୁଡ଼ିକ ଆଲୋଚନା ହଉଛି ସେଥିରେ ସତ୍ୟତା କେତେ ମିଥ୍ୟା କେତେ ସେ କଥା ଥରେ ତାର ଇନଭେଷ୍ଟିଗେସନ ହେଲା ପରେ ସେ ପ୍ରକ୍ରିୟା ତଦନ୍ତ ପ୍ରକ୍ରିୟା ହେଲା ପରେ ଜଣା ପଡ଼ିବ। ଜଗନ୍ନାଥଙ୍କର ଦାରୁ ବ୍ରହ୍ମ ଯୋଉ ମାନେ ଆମର ତିଆରି ହେଇଛନ୍ତି ସେଥିରେ ତାର ଯୋଉ ବଳକା କାଠରେ ମୂର୍ତ୍ତି ତିଆରି କରିକି ବାହାରକୁ ନବା ଏସବୁ ବାବଦରେ ଯୋଉ ଚର୍ଚ୍ଚା ଆଲୋଚନା ହଉଛି ବିଶେଷ ଦେଖନ୍ତୁ କିଏ କୋଉ ମନ୍ଦିରକୁ ଗଲେ ସେଇଟା ଧର୍ତ୍ତବ୍ୟ ନୁହେଁ, କିନ୍ତୁ ଠାକୁରଙ୍କର ଦାରୁର ବଳକା କାଠ କୋଉଠି ଯାଇକି ବ୍ୟବହାର ହବା ଇଏ ନିଶ୍ଚିତ ଭାବରେ ଏକ ଅତ୍ୟନ୍ତ ଅଗ୍ରହଣୀୟ କଥା। ଦ୍ୱିତୀୟ କଥା ହଉଛି ଯେ ମହାପ୍ରଭୁଙ୍କର ଯୋଉ ଇଏ ଧାମ ୟା ସହିତ ଅନ୍ୟ କୌଣସି ମନ୍ଦିର କିମ୍ବା ଅନ୍ୟ କୌଣସି କଥାକୁ ବିଶ୍ୱସାରା ବହୁତ ଜଗନ୍ନାଥ ମନ୍ଦିର ଅଛି, କିନ୍ତୁ ମହାପ୍ରଭୁଙ୍କ ଧାମ ସହିତ କାହାକୁ ତୁଳନା କରିବା ସିଏ ହଉଛି ଏକ ଅପ୍ରାସଙ୍ଗିକ କଥା ଏବଂ ସମ୍ପୂର୍ଣ୍ଣ ରୂପେ ଏକ ଅଗ୍ରହଣୀୟ କଥା। ତେଣୁ ଏଇ ଦୁଇ ତିନୋଟି କଥାକୁ ନେଇକି ଶ୍ରୀମନ୍ଦିର ପ୍ରଶାସନକୁ ଆମେ ଯୋଉ ଲେଖିଛୁ ଏ କଥାର ଅନ୍ତ ହବା ଦରକାର ଅଛି ଏବଂ ଯଦି ଏଥିରେ କୌଣସି ପ୍ରକାରରେ କାହାର ମନ୍ଦ ଉଦ୍ଦେଶ୍ୟ ଅଛି, ମନ୍ଦ ଉଦ୍ଦେଶ୍ୟ ଥିବା ଲୋକଙ୍କୁ ଏଥିରେ ତାଙ୍କ ଉପରେ ଦଣ୍ଡବିଧାନ କରାଯିବାର ଅଛି। ତେଣୁକରି ଏ କଥାକୁ ଆଧାର କରିକି ଆମେ ଲେଖିଥିଲୁ ଏବଂ ତା ପୂର୍ବରୁ ବି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଏବଂ ଆଇନ ବିଭାଗର ଆମ ପ୍ରମୁଖ ଶାସନ ସଚିବ ଉଭୟଙ୍କ ସାଙ୍ଗରେ ଚର୍ଚ୍ଚା ଆଲୋଚନା ବି ହେଇଥିଲା। ତେଣୁ ଏ ବାବଦରେ ଯାହା ପଦକ୍ଷେପ ନେବା କଥା ଶ୍ରୀମନ୍ଦିର ପ୍ରଶାସନ ନେବ ଏବଂ ସେମାନେ ବି ସେ ଦିଗରେ ତାଙ୍କର ବସିବା ସେ ଭିତରେ ଇନଭେଷ୍ଟିଗେସନ ଯୋଉ ପ୍ରକ୍ରିୟା ତାକୁ ଆରମ୍ଭ କରିଛନ୍ତି। ମୁଁ ଭାବୁଛି ଖୁବ୍ ଶୀଘ୍ର ତାର ଫଳାଫଳ ଆସିବ ଏବଂ ଫଳାଫଳ ଯେମିତି ଯୋଉଭଳି ଭାବରେ ଆସିବ ସେଇଭଳି ଭାବରେ ସରକାର ବି ତାକୁ ରେସିପ୍ରୋକେଟ୍ କଲା ଭଳିଆ ନିଶ୍ଚିତ ଭାବରେ ପଦକ୍ଷେପ ନେବେ। Boarding completed. Nurture. Discover. Fly with pride. TSG Gurukul, the ultimate home for your child.